ମଧ୍ୟାହ୍ନଟା ମୁଖ୍ୟ ଖବର। ଆଜି ଘଟଗାଁ ମା ତାରିଣୀଙ୍କ ଆଷାଢ଼ୀ ପର୍ବ। ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସ କରିବେ ନଡ଼ିଆ ରାଣୀ। ଆଜିଠାରୁ ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍। ଐତିହାସିକ ଲର୍ଡସ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଇଂଲଣ୍ଡ। ମ୍ୟାଚ୍ ବିଶିଷ୍ଟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି ଉଭୟ ଟିମ୍। ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ 22 ଯବାନ। ଆଜି ଗୁରୁ ପୂର୍ଣ୍ଣିମାରେ ଗ୍ରହଙ୍କ ଦୁର୍ଲଭ ରାଜଯୋଗ। ଏହି ରାଶି ପାଇଁ ଆସିଗଲା ବଡ଼ ଖୁସି। ଧନଠାରୁ ବିବାହ ସବୁଥିରେ ସଫଳତା, ସୁନା ଭଳି ଚମକିବ ଭାଗ୍ୟ। ରାଞ୍ଚି ଗସ୍ତରେ ମୁଖ୍ୟମନ୍ତ୍ରୀ ଆଜି ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ୍ ବୈଠକରେ ଦେବେ ଯୋଗ। ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ଭୂମିକମ୍ପ। ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡା। ରିକ୍ଟର ସ୍କେଲରେ ତୀବ୍ରତା 4 ରେକର୍ଡ। ଜଗତସିଂହପୁର ସଦର ଥାନା ଜାହାନପୁର ଗାଁରେ ହତ୍ୟାକାଣ୍ଡ। ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା। ଆଜି ସୁଦ୍ଧା ଡ୍ରାଇଭର ମହାସଂଘଙ୍କ ସମସ୍ୟାର ସମାଧାନ ହେବ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ। ନେପାଳ ବନ୍ୟା, ଏପର୍ଯ୍ୟନ୍ତ 9 ମୃତ, 19 ନିଖୋଜ। ମଙ୍ଗଳବାର ସକାଳେ ହଠାତ୍ ମାଡ଼ି ଆସିଥିଲା ବନ୍ୟା।